ଗଳ୍ପର ନାମ ଛୋଟ ଗପ। ଲେଖକ ଶ୍ରୀ ସୁରେନ୍ଦ୍ର ମହାନ୍ତି। ଘଟଣା ବହୁଳ ଜୀବନରେ ସେ କେବଳ ଗୋଟିଏ ଘଟଣା। ରାତି ଶେଷରେ ଗହନ ନିଦ ଉପରେ ସକାଳର ତେରେଛା ଖରା ପଡ଼ିଲା ଆସି ଅତି ଅପ୍ରିୟ ଭାବରେ। ଭୁଲ ବନାନ ଉପରେ ପରୀକ୍ଷକର ମୋଟା ପେନସିଲରେ ନାଲି ନେଳି ଗାର ପରି। ଟିକ୍ ଟିକ୍ ଟିକ୍। ମୁଣ୍ଡ ଉପରେ ସେଇ ଛୋଟ ଟେବୁଲଟା ଉପରେ ବହି, ଲେଖା ଅଲେଖା କାଗଜ, ଚା କପ୍, ଖବର କାଗଜର ଗହଳ ଭିତରୁ ସାବଧାନୀ ନିୟମାନବର୍ତ୍ତୀ ସେଇ ଛୋଟ ରିଷ୍ଟ ୱାଚଟା ଚାଲିଛି ଟିକ୍ ଟିକ୍ ଟିକ୍। ମଶାରୀର ପର୍ଦ୍ଦା ତୋଳି ଅବଶ ହାତଟା ଚାଲିଯାଏ ଟେବୁଲ ଉପରର ସେଇ ରିଷ୍ଟ ୱାଚଟା ଆଡ଼େ। ତାପରେ ନିଦମାନ ଆଖିରେ ପଡ଼େ 8ଟା ବାଜି 20 ମିନିଟ୍ ହୋଇଯାଇଛି। 8ଟା ବାଜି 20 ମିନିଟ୍ ପରେ ପ୍ରତିଦିନ ସକାଳେ ଏମିତି ନିଦ ଭାଙ୍ଗେ ମୋର। ମିନିଟ୍ କଣ୍ଟା ଚାଲିଛି ରାତି ସିଫ୍ଟରେ ଫ୍ୟାକ୍ଟ୍ରି ଶ୍ରମିକର ଅଳସ ଅଙ୍ଗ ଚାଳନା ପରି। ଆଉ ଅପେକ୍ଷାକୃତ ମୋଟା ଘଣ୍ଟା କଣ୍ଟାଟା ଚାଲିଛି ଗଜ ଗମନରେ ଢଳ ଢଳ। ସେ ଚାଲିବା ଭିତରେ ଅଛି ରମ୍ଭା ଉରୁପ୍ରିୟାର ମନ୍ଥର ଗଜଗମନ, ଯୌବନ ଭାରି ଉଦାସ ଛନ୍ଦ, ଆଭିଜାତ୍ୟର ମନ୍ଥରତା, ଆଉ ଅଛି କଳକବ୍ଜାର ବାହାଦୁରୀ। ଆଉ ରଙ୍ଗ ତାର ମନେ ପକାଇ ଦିଏ ପାର୍ସୀ ଯୁବତୀ ଅଙ୍ଗରେ ସ୍ନିଗ୍ଧ ଶୀତଳ ଗୌରବ। ନଇଲେ ଭଞ୍ଜ କାବ୍ୟରେ ସେ କୋଉ ଚମ୍ପା ଗୋରି ବଧୁର ଫୁଟନ୍ତା ଚମ୍ପାର ମହିମା। 7 ସମୁଦ୍ର 13 ନଈ ସେ ପାରି ଉଷ୍ଟେ ଏଣ୍ଡ କମ୍ପାନୀର ଛୋଟ ସେଇ ଘଣ୍ଟା। ଆଉ ମୋ ଭିତରେ କେମିତି ଯେ ବଢି ଉଠିଛି ଦିନେ ଦିନେ ବନ୍ଧନର ଆକର୍ଷଣ ଜାଣେନା। ଅନେକ ରାତିରେ, ଯୋଉ ସବୁ ରାତିରେ ଅବାଧ୍ୟ ମନ ଚାହେଁନା ଭିତରର ସଂକୀର୍ଣ୍ଣତା ଭିତରକୁ ଫେରିଯିବା ପାଇଁ, ସେଇ ସବୁ ଚପଳ ଶିଶୁର ଅବାଧ୍ୟ ମୁହୂର୍ତ୍ତରେ ସେଇ ଘଣ୍ଟା ଦୁଇଟା ଆଙ୍ଗୁଠି ତାର ବଢାଇ ସତର୍କର ସୁରରେ କହେ ଯେମିତି ଫେରିଯିବା ପାଇଁ। ଜୀବନରେ ସଂକୀର୍ଣ୍ଣତାର ବି ସ୍ଥାନ ଅଛି, ସମୟର ବି ମୂଲ୍ୟ ଅଛି। ଆହୁରି ବି ଅଫିସ ଘଣ୍ଟାର କଣ୍ଟା ଦୁଇଟାକୁ ଚାହିଁ ଚଷମା ତଳେ ବଡ଼ବାବୁଙ୍କ ଆଖି ଦୁଇଟା ଯେତେବେଳେ ରଙ୍ଗେଇ ଆସେ, ସେ ପର୍ଯ୍ୟନ୍ତ ଆସି ନଥିବା ଛୋଟ ବାବୁମାନଙ୍କର ଅଯଥା ବିଳମ୍ବରେ, ସେତେବେଳେ ସେଇ ଘଣ୍ଟା ଦୁର୍ବଳ କ୍ଷୀଣି ସ୍ୱରରେ କହେ ହୁଏତ ଏଇଥର ଉଠ ବନ୍ଧୁ, ଜୀବନରେ କର୍ତ୍ତବ୍ୟର ବି ସ୍ଥାନ ଅଛି। ଏମିତି ସେ ଅନେକ ଘଟଣା ଓ ଅନେକ ପରିସ୍ଥିତି ଭିତରେ ସେ ଓ ମୁଁ, ଆମ ଦୁହିଁଙ୍କ ଭିତରେ ଦିନେ ଦିନେ ବଢି ଉଠିଛି ଦୁର୍ଭେଦ୍ୟ ଏକ ଆକର୍ଷଣ। ସେଦିନ ବି 8ଟା ବାଜି 20 ମିନିଟ୍ ହୋଇଯାଇଛି। ମେଲା ଆଖି ଦୁଇଟାର ଶିଥିଳ ଦୃଷ୍ଟି ପଡ଼ିଲା ସାମ୍ନା କାନ୍ଥର କ୍ୟାଲେଣ୍ଡରଟା ଉପରେ। ସେ ଦିନର ତାରିଖ ତଳେ ନିଜ ହାତରେ ମୁଁ ଟାଣି ଦେଇଛି ଗୋଟିଏ କଳାବୃତ। ତାର ଉଦ୍ଦେଶ୍ୟ ହେଉଛି ସେଦିନ ମୋର ଗୋଟାଏ ମୋଟା ଧରଣର ଋଣ ପରିଶୋଧ କରିବା କଥା। ଆଉ ଅଳ୍ପ ସମୟ ପରେ ଖୋଲା ଦୁଆର ପାଖରେ ହାତ ବଢାଇ ହୁଏତ ଠିଆ ହେବେ ଆସି ପୃଥୁଳ ସେ ପାଉଣାଦାର। ଆଙ୍ଗୁଠି ଗୁଡ଼ିକ ତାର ଟଙ୍କା ବଜାଇ ପରଖି ନେବା ପାଇଁ ଚଞ୍ଚଳ ହୋଇ ଉଠୁଥିବ ଗୋଟିଏ ଉତ୍ତେଜନାରେ। ଛାତିଟା ମୋର ଥରି ଉଠିଲା ଯେପରି ସେଇ ଅନାଗତ ମୁହୂର୍ତ୍ତର ଆଶଙ୍କାରେ। ଅନେକ ତାରିଖ, ଅନେକ ବାର ଆଗରୁ ଯାଇଛି। ଏହା ହୁଏତ ସେ ଅବିକା ଅଭିଯୋଗ କରିବ ଆସି। ସେ ଚାହେଁ ଆଜି ତାର ପାଉଣା, କଡ଼ା କ୍ରାନ୍ତି ପର୍ଯ୍ୟନ୍ତ। ବିଛଣାରେ ଉଠି ବସି ଟେବୁଲ ଉପରୁ ଘଣ୍ଟାଟା ଆଣି ଚାହିଁଲି ଭବିଷ୍ୟତ ଆଶଙ୍କାରେ ଚିନ୍ତିତ ଆଖିରେ। 8ଟା 20ରୁ 5-10 ମିନିଟ୍ ଆଗେଇ ଯାଇଛି। ସେ ଘଣ୍ଟା ମତେ ଯେତିକି କହିଲା, ଦୁଃଖ କଣ ବନ୍ଧୁ, କଣ ବା ଆଶଙ୍କା? ଚାଲିବାକୁଇ ପଡ଼ିବ, ମୁଁ ଚାଲିଛି ଯେମିତି, କିନ୍ତୁ ଧୀରେ ଧୀରେ। ଏତେ ଚଞ୍ଚଳ ହୁଅନା ବନ୍ଧୁ, ଚାଲିବାକୁଇ ପଡ଼ିବ। ତା ପରର କାହାଣୀ କଣ ବା ଲାଭ ଅଛି ସେ ସମସ୍ତ ଲେଖି? ଚାଲିବାର ଛନ୍ଦରେ ଚାଲିଛି କେବଳ। ବସ୍ତିର ସାହୁ ମହାଜନ 50 ଟଙ୍କା ମାସକୁ 3 ଟଙ୍କା 2 ଅଣା ସୁଧରେ ମୋ ହାତକୁ ବଢାଇ ଦେଇଛି। ବିଚାରକର ଆଖିରେ ଚାହିଁ ରହିଲା। ରେଖା ବହୁଳ ଶିଥିଳ ପାପୁଲି ଉପରେ ତାର ଘଣ୍ଟାଟି ଚାଲିଛି ଟିକ୍ ଟିକ୍ ଟିକ୍। ବର୍ତ୍ତମାନ ପାଇଁ ଅନ୍ତତଃ ବିଦାୟ ବନ୍ଧୁ। ସେ ଘଣ୍ଟାର ସେଇ 1 ବାଗିଆ ଟିକ୍ ଟିକ୍ ଭିତରେ ଯେମିତି ନିହିତ ହୋଇଥିଲା ବିଦାୟର ଏଇ ଶେଷ କଥା। ବିଦାୟ ନେଇ ଆସିଲି। ତା ପରଦିନ ସକାଳ। ଅନ୍ୟ କାହାର ଘଣ୍ଟାରେ 8ଟା ବାଜି 20 ମିନିଟ୍ ହୋଇଥିବ ନିଶ୍ଚୟ। ଝରକା ଫାଙ୍କରେ ସକାଳର ଖରା ଉଙ୍କି ମାରୁଛି ବିଛଣା ତଳୁ ଅଳସ ଶିଶୁ ପରି। ଅଳସ ହାତଟା ମୋର ଚିରଦିନର ସୁର ଧରି ବଢାଇ ହୋଇଗଲା ଟେବୁଲ ଉପରର ସେଇ ହାତଘଣ୍ଟାଟା ଆଡ଼େ। ହାତରେ କିନ୍ତୁ ପଡ଼େନା ସେ। ଅଳସ ଆଖି ଦୁଇଟା ବୁଜି ଅନ୍ଧ ପରି ଟେବୁଲ ଉପରେ ଘଣ୍ଟାଟା ପାଇଁ ଉଣ୍ଡାଳୁ ଉଣ୍ଡାଳୁ ପୋର୍ସିଲିନର ଚା କପ୍ଟା ତଳେ ପଡ଼ି ଚୂନା ହୋଇଗଲା।
ଭାଙ୍ଗିବାର ସେଇ ବିକୃତ ଶବ୍ଦରେ ଆଖି ଦୁଇଟା ମେଲା ହୋଇଗଲା ମୋର। ପାଖ ଘରେ କାହା ଘଣ୍ଟାରେ ବାଜିଛି 8:30। 10 ମିନିଟ୍ ଚଞ୍ଚଳ ଅଛି ନିଶ୍ଚୟ। ପାଖରେ ମୋର ଘଣ୍ଟା ନଥିଲେ ବି ବାହାରର ଖରାରୁ ଜାଣିନେବି 8ଟା ବାଜି ଠିକ୍ 20 ମିନିଟ୍ ହୋଇଯାଇଛି। ସେତେବେଳକୁ ସାହୁ ମହାଜନର ଲୁହା ସିନ୍ଦୁକର ଭାରି ଢାଙ୍କୁଣୀ ତଳେ ସେ ହୁଏତ ଚାଲିଥିବ ଟିକ୍ 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 ଟିକ୍। ଚାଲିବାକୁ ହିଁ ପଡ଼ିବ ବନ୍ଧୁ, କିନ୍ତୁ ଧୀରେ ଧୀରେ। ଟିକ୍ ଟିକ୍ ଟିକ୍।